मा- ମାତୃରଚନାବଳୀ ପାର୍ଟ 3 ଧମ୍ମପଦର ଟୀକା ସୁଖ। ଶତ୍ରୁତା କରୁଥିବା ମନୁଷ୍ୟମାନଙ୍କ ଭିତରେ ଆମେ ଯେଉଁମାନେ ଘୃଣା ରହିତ ହୋଇ ବାସ କରିବା ସେଇମାନେ ହିଁ ସୁଖୀ ହେବା। ସାଧାରଣତଃ ଆମ ପ୍ରତି ଯୋଉ ଆମର ଚତୁଃପାର୍ଶ୍ୱରେ ବ୍ୟକ୍ତିମାନେ ଥାଆନ୍ତି, ଅନେକ ବହୁତ କ୍ୱଚିତ ମିଳିବେ ଯୋଉମାନେ ଆମକୁ ମିତ୍ର ଭଳି ବ୍ୟବହାର କରିବେ ବା ମିତ୍ର ଭଳି ଆମ ସହିତ ରହିବେ। ଅନ୍ୟମାନେ ସମସ୍ତେ ପ୍ରାୟତଃ ଶତ୍ରୁତା ଭଳି ଆଚରଣ କରନ୍ତି। ଆମର ଖୁସିରେ ସେମାନେ ଖୁସି ହୁଅନ୍ତି ନାହିଁ ଏବଂ ଆମର ଉନ୍ନତି ଦେଖିକି ବେଳେ ବେଳେ ସେମାନେ ଈର୍ଷା ପରାୟଣ ହୁଅନ୍ତି। ବହୁତ କ୍ୱଚିତ ଲୋକ ମିଳିବେ ଯୋଉମାନେ ଆପଣଙ୍କ ର ପ୍ରକୃତ ମିତ୍ର ହେଇକି ବାହାରିବେ। ନହେଲେ ଆଉ କେତେ ଜଣ ଥାଆନ୍ତି ଆପଣଙ୍କୁ ବୃଥା ପ୍ରଶଂସା କରନ୍ତି, କାହିଁକିନା ଆପଣଙ୍କର ସେମାନେ ପ୍ରିୟ ଭାଜନ ହେଇକି ରହିବେ। ଆପଣଙ୍କ ଠାରୁ କାମ ଆଦାୟ କରିବା ପାଇଁ କେତେ ଜଣ ଆପଣଙ୍କର ପ୍ରଶଂସା କରନ୍ତି। ଏମାନେ ସମସ୍ତେ ହଉଛନ୍ତି ଶତ୍ରୁ କାଟାଗୋରୀ। କାହିଁକିନା ଆପଣଙ୍କର ଅଗ୍ରଗତି ପାଇଁ ଯୋଉମାନେ ସାହାଯ୍ୟ କରୁନାହାନ୍ତି, ବରଂ ଆପଣଙ୍କର ନିମ୍ନ ପ୍ରାଣ, ନିମ୍ନ ମନ ଏବଂ ଯେମିତି କୁହାଯାଇପାରେ ଯୋଉ ପଥ ରହିଛି ଅଗ୍ରଗତି ପଥ, ତାଠାରୁ ପଶ୍ଚାତକୁ ନେଇଯିବା ପାଇଁ ଯୋଉ କାର୍ଯ୍ୟ ସେମାନେ ଜାଣନ୍ତରେ ହଉ ଅଜାଣତରେ ହଉ ଅନେକ ସେମିତି କରନ୍ତି। ତେଣୁ ସେମାନଙ୍କ ପ୍ରତି ଘୃଣା ରହିତ ହେଇକି ଆମେ ବାସ କରିବା, ଯୋଉମାନେ ସେଇମାନେ ସୁଖୀ ହେବେ। ଯେଉଁ ଲୋକ ଘୃଣା କରୁଥାନ୍ତି ସେଇମାନଙ୍କ ଭିତରେ ରହି ମଧ୍ୟ ଆମେ ଘୃଣାମୁକ୍ତ ହୋଇ ବାସ କରିବା। ଆମକୁ ଆମ ଚତୁଃପାର୍ଶ୍ୱରେ ଯୋଉ ବ୍ୟକ୍ତି ମାନେ ଅଛନ୍ତି, ଯଦି ବି ସେମାନେ ଘୃଣା କରୁଥାନ୍ତି ସେମାନଙ୍କ ଭିତରେ ରହି ମଧ୍ୟ ଘୃଣା ମୁକ୍ତ ହୋଇ ବାସ କରିବା। ଯେଉଁମାନେ ଦୁଃଖ ଭୋଗ କରୁଛନ୍ତି ସେମାନଙ୍କ ଭିତରେ ଦୁଃଖ ମୁକ୍ତ ହୋଇ ରହିଥିବା ଆମ୍ଭମାନଙ୍କୁ ହିଁ ସୁଖୀ ବୋଲି କହିବାକୁ ହେବ। ଦୁଃଖ ଭୋଗ କରୁଥିବା ଲୋକମାନଙ୍କ ମଧ୍ୟରେ ରହି ମଧ୍ୟ ଆମେ ଦୁଃଖମୁକ୍ତ ହୋଇ ବାସ କରିବା। ଯେଉଁମାନେ ଲୋଭରେ ପରିପୂର୍ଣ୍ଣ ହୋଇଛନ୍ତି ସେମାନଙ୍କ ଭିତରେ ଲୋଭରୁ ମୁକ୍ତ ହୋଇ ରହିଥିବା ଆମ୍ଭେମାନେ ହିଁ ସୁଖୀ। ଲୋଭାସକ୍ତ ଲୋକମାନଙ୍କ ମଧ୍ୟରେ ରହି ମଧ୍ୟ ଆମେ ଲୋଭମୁକ୍ତ ହୋଇ ବାସ କରିବା। ଆମର ଯେଉଁମାନଙ୍କର କିଛି ନାହିଁ ଆମେ ପ୍ରକୃତରେ ସୁଖୀ। ଦୀପ୍ତ ଉଜ୍ଜଳ ଦେବତା ମାନଙ୍କ ପରି ଆମେ ଆନନ୍ଦକୁ ହିଁ ଆହାର ରୂପେ ଗ୍ରହଣ କରିବା। ବିଜୟରୁ ଶତ୍ରୁମାନେ ଜନ୍ମ ଲାଭ କରନ୍ତି ଏବଂ ଯିଏ ପରାଜିତ ହୁଏ ତାକୁ ମଧ୍ୟ ଦୁଃଖରେ କାଳ କାଟିବାକୁ ହୁଏ। ଶାନ୍ତ ବ୍ୟକ୍ତି ସହର୍ଷ ବାସ କରୁଥାଏ, ସେ ବିଜୟ ଓ ପରାଜୟ ଉଭୟ ପ୍ରତି ବିମୁଖ ହୋଇ ରହିଥାଏ। ଯେତେବେଳେ ଯାହା ଉପରେ ଆପଣ ବିଜୟ ହାସଲ କରିବେ, ଯୋଉ ପ୍ରକାରରେ ବି ହଉ ଆପଣଙ୍କର ଶତ୍ରୁ ସୃଷ୍ଟି ହେବେ, କାହିଁକିନା ସେଇମାନେ ହିଁ ଶତ୍ରୁ ହେବେ। ଏବଂ ଯେତେବେଳେ ପରାଜିତ ହେଇଯାଆନ୍ତି ସେତେବେଳେ ଦୁଃଖରେ କାଳ କାଟିବାକୁ ହୁଏ। କାହିଁକି ନା ପରାଜିତର ଯୋଉ ଗ୍ଲାନି ବୋଧ ତାହା ଅନେକ କଷ୍ଟ ଦିଏ। ତେଣୁ ପରାଜିତ ହେଲେ ସେ ଯୋଉ ଗ୍ଲାନି ବୋଧ ସେଥିରେ ମାନେ ଅଭିମାନ, ଆତ୍ମାଭିମାନ, ସ୍ୱାଭିମାନ ସବୁ କିଛି ଯେପରି ଲୁଣ୍ଠିତ ହେଇଯାଏ, ତେଣୁ ଦୁଃଖରେ କାଳ କାଟନ୍ତି। ଶାନ୍ତ ବ୍ୟକ୍ତି ସହର୍ଷ ବାସ କରୁଥାଏ, ତା ପାଇଁ ବିଜୟ ଏବଂ ପରାଜୟ ଉଭୟ ପ୍ରତି ସେ ବିମୁଖ ହୋଇ ରହିଥାଏ। କାମ ଠାରୁ ବଳି ଅଗ୍ନି ନାହିଁ, ଘୃଣା ଠାରୁ ବଳି ବଡ଼ ଦୁର୍ଭାଗ୍ୟ ନାହିଁ, ବଞ୍ଚି ରହିବା ଠାରୁ ବଳି ବଡ଼ ଦୁଃଖ ଭୋଗ ନାହିଁ ଏବଂ ନିର୍ବାଣ ଠାରୁ ବଳି ବଡ଼ ଆନନ୍ଦ ନାହିଁ। ଏଠି କାମ ମାନେ କାମ ପ୍ରବୃତ୍ତି କଥା କୁହାଯାଉଛି, ଯୋଉଟା ସେକ୍ସ ଡିଜାୟାର। ତାଠାରୁ ବଳି ଅଗ୍ନି ନାହିଁ, ଯିଏ କି ସବୁ କିଛିକୁ ଜାଳି ଧ୍ୱଂସ କରିଦିଏ। ଘୃଣା ଠାରୁ ବଳି ବଡ଼ ଦୁର୍ଭାଗ୍ୟ ନାହିଁ, ବଞ୍ଚି ରହିବା ଠାରୁ ବଳି ବଡ଼ ଦୁଃଖ ଭୋଗ ନାହିଁ। ସେତେବେଳେ ଯେହେତୁ ରୂପାନ୍ତରର କନସେପ୍ଟ ହିଁ ଆସିନଥିଲା, ସମୟ ଆସିନଥିଲା, ତେଣୁ ସେତେବେଳେ ବଞ୍ଚି ରହିବାକୁ ଦୁଃଖ ଭୋଗ ବୋଲି କୁହାଯାଉଥିଲା। ତେଣୁ ସେ ଲେଖୁଛନ୍ତି ବଞ୍ଚି ରହିବା ଠାରୁ ବଳି ବଡ଼ ଦୁଃଖ ଭୋଗ ନାହିଁ, ନିର୍ବାଣ ଠାରୁ ବଳି ବଡ଼ ଆନନ୍ଦ ନାହିଁ। କ୍ଷୁଧା ହେଉଛି ସବୁଠାରୁ ବଡ଼ ରୋଗ, ବଞ୍ଚିବା ହେଉଛି ସବୁଠାରୁ ବଡ଼ ଦୁଃଖ। ଯିଏ ଏ କଥାଟିକୁ ବୁଝିଛି ସେଇ ନିର୍ବାଣକୁ ମଧ୍ୟ ସର୍ବୋଚ୍ଚ ପରମ ସୁଖ ବୋଲି ଜାଣିଛି। ସ୍ୱାସ୍ଥ୍ୟ ହେଉଛି ସର୍ବୋତ୍ତମ ସମ୍ପଦ, ସନ୍ତୋଷ ହେଉଛି ବୃହତ୍ତମ ସମ୍ପତ୍ତି, ବିଶ୍ୱାସୀ ବନ୍ଧୁ ହିଁ ସର୍ବୋତ୍ତମ ସାଥୀ ଏବଂ ନିର୍ବାଣ ହିଁ ସର୍ବୋତ୍ତମ ସୁଖ। ଜଣେ ବ୍ୟକ୍ତି ଯେତେବେଳେ ଏକାନ୍ତତାର ମଧୁର ସ୍ୱାଦଟିକୁ ଲାଭ କରେ, ସେତିକି ବେଳେ ଯାଇ ସେ ଦୁଃଖ ଏବଂ ମନ୍ଦରୁ ମୁକ୍ତି ଲାଭ କରେ। କାରଣ
ସେତେବେଳେ ସେ ସଧର୍ମ ପ୍ରତି ରହିଥିବା ତାର ଶ୍ରଦ୍ଧାରୂପକ ମଧୁର ରସପାନରେ ଅଂଶଗ୍ରହଣ କରେ। ସାଧୁ ମାନଙ୍କର ଚିନ୍ତା କରିବା ଭଲ, ସେମାନଙ୍କ ସଂସର୍ଗରେ ବାସ କରିବା ସଦା ସୁଖକର। ନିର୍ବୋଧ ବ୍ୟକ୍ତି ମାନଙ୍କର ମୁଖ ଦର୍ଶନକୁ ଏଡି ରହିବା ଦ୍ୱାରା ହିଁ ସର୍ବଦା ସୁଖ ଲାଭ କରାଯାଇପାରେ। ମୂର୍ଖ ମାନଙ୍କ ସହିତ ବାରମ୍ବାର ସଙ୍ଗତି ରଖିବା ଦ୍ୱାରା ଦୁଃଖ ଭୋଗ ହିଁ ଦୀର୍ଘସ୍ଥାୟୀ ହୁଏ। ନିର୍ବୋଧ ମାନଙ୍କର ସଙ୍ଗତି ଶତ୍ରୁ ସହିତ ସଙ୍ଗତି ପରି ଦୁଃଖଦାୟକ ହୋଇଥାଏ। ମୁନିଜନ ମାନଙ୍କର ସଂସର୍ଗରେ ବାସ କରିବା ଦ୍ୱାରା ନିଜର ଜ୍ଞାତି ମାନଙ୍କ ସହିତ ବାସ କରିବାର ସୁଖ ଉପଲବ୍ଧି ହୋଇଥାଏ। ତେଣୁ ଯେଉଁ ସାଧୁ ଓ ମୁନି ଧୀରତା ଓ ପ୍ରଜ୍ଞା ଅର୍ଜନ କରିଛନ୍ତି, ଯିଏ ବହୁଶ୍ରୁତ ସମର୍ପିତ ଏବଂ ଉଦାର, ତୁମେ ତାଙ୍କର ସାହଚର୍ଯ୍ୟ ଲୋଡ଼ିବାକୁ ଯିବ। ତୁମେ ଏଭଳି ଜଣେ ଉତ୍ତମ ଓ ପ୍ରଜ୍ଞାବାନ ବ୍ୟକ୍ତିଙ୍କର ଦୃଷ୍ଟାନ୍ତକୁ ଅନୁସରଣ କରିବ, ଯେପରି ଚନ୍ଦ୍ରମା ନକ୍ଷତ୍ର ମାନଙ୍କର ପଥ ଅନୁସରଣ କରେ, ଠିକ ସେହିପରି। ଏଗୁଡିକ ମଧ୍ୟ ମା ଲେଖୁଛନ୍ତି, ମା ବର୍ଣ୍ଣନା କରୁଛନ୍ତି, ଏଗୁଡିକ ମଧ୍ୟରୁ ଗୋଟିଏ ପ୍ରକୃତରେ ଭାରି ସୁନ୍ଦର। ଆମେ ଏହିପରି ଭାବରେ ସେଇଠି ଅନୁବାଦ କରିପାରିବା। କଣ? ଯାହାର ନିଜ ସମ୍ପତ୍ତି ବୋଲି କିଛି ନାହିଁ, ସେଇ ପ୍ରକୃତରେ ସୁଖୀ। ସେହି ବ୍ୟକ୍ତି ହିଁ ଦୀପ୍ତିମାନ ଦେବତା ମାନଙ୍କର ଆନନ୍ଦର ଅଂଶଗ୍ରହଣ କରିପାରିବ। ଆଉ ଯୋଉ ଯାହାର କିଛି ସମ୍ପତ୍ତି ନାହିଁ, ଏଠି ସମ୍ପତ୍ତି କହିଲେ କଣ? ଆପଣ ସମ୍ପତ୍ତି ବୋଲି ଆମର କିଛି ନ ରହିବାର ଅର୍ଥ କଣ? ତା ଅର୍ଥ ହଉଛି କୌଣସି ବସ୍ତୁ ପ୍ରତି ଆମର ଯୋଉ ଆସକ୍ତି, ସେଇଟା ହିଁ ନଥିବ। ଏହା ଅର୍ଥ ନୁହଁ ଯେ ଆମେ କୌଣସି ବସ୍ତୁ ବ୍ୟବହାର କରିବା ନାହିଁ। ମା ବର୍ଣ୍ଣନା କରୁଛନ୍ତି, ଏହାର ଅର୍ଥ ଏହା ନୁହେଁ ଯେ ଆଦୌ କୌଣସି ବସ୍ତୁ ବ୍ୟବହାର ନ କରିବା, ଆଉ ଏହାର ଅର୍ଥ ଏହା ନୁହେଁ ଯେ ତୁମ ପାଖରେ କୌଣସି ବସ୍ତୁ ରହିବ ନାହିଁ। ଏଠି କଣ କହୁଛୁ ନା, ଏପରି ଜଣେ ମଣିଷ ହେଇଥିବ ଯାହା ଭିତରେ ସମ୍ପତ୍ତି ବୋଧ ନଥିବ। ସମ୍ପତ୍ତି ବୋଧ ନଥିବ ମାନେ ଯୋଉ ଅଧିକାର ସାବ୍ୟସ୍ତ କରିବା, ଏଇଟା ମୋର, ଏଇ ଯୋଉ ବୋଧ, ଏଇ ସମ୍ପତ୍ତି ବୋଧ ଆମ ପାଖରେ ନଥିବ। ଯେଉଁ ସବୁ ବସ୍ତୁ ତା ପାଖକୁ ଯେତେବେଳେ ଆସୁଥିବ, ସେ ସେତେବେଳେ ସେଗୁଡିକୁ ବ୍ୟବହାର କରୁଥିବ, ଏବଂ ସେଇ ବସ୍ତୁ ଗୁଡିକ ଯେ ତା ନିଜର ନୁହନ୍ତି, ସେ କଥା ସେ ଭଲ କରି ଜାଣିଥିବ। ସେଗୁଡିକୁ ସେ ପରମେଶ୍ୱରଙ୍କର ବୋଲି ହିଁ ଜାଣିଥିବ। ଏବଂ ସେହି କାରଣରୁ ହିଁ ଯେତେବେଳେ ସେଇ ବସ୍ତୁ ଗୁଡିକ ତା ପାଖରୁ ଚାଲିଯିବେ, ସେତେବେଳେ ସେ ଆଦୌ କୌଣସି ଦୁଃଖ କରିବ ନାହିଁ। ତେଣୁ ସେଇ ହଉଛି କଣ? ସମ୍ପତ୍ତି ବୋଧ ନଥିବ, ଯେ ମୋର ମୋର ବୋଲି ଯୋଉଟା ଆମେ କହୁଛନ୍ତି, ସେଇ ବୋଧ ନଥିବ। ଅନେକ ଲୋକ ତ କାହାଠାରୁ ଯଦି ଆପଣ ଦେଖିବେ, କିଏ ଯଦି ଦେଇଥିବେ ବି ଦାନରେ, ଡୋନେସନ ଅର୍ଥକୁ ବି ତ କହନ୍ତି ସେଟା ମୋ ଅର୍ଥ। ସିଏ ତ ଆହୁରି ଅତି ପାଷାଣ୍ଡ ସ୍ତରର, ମାନେ ଯୋଉଟା କି ଭଗବାନଙ୍କ ପାଇଁ ବା ଗୋଟେ ଉତ୍ତମ କାର୍ଯ୍ୟ ପାଇଁ ଯିଏ ଦାନ କରିଥିବ, ଯୋଉ ବ୍ୟକ୍ତି ତାକୁ ହଡପ କରୁଛି ବା ତାକୁ କହୁଛି ମୋର ବୋଲି ଏବଂ ନିଜ ପାଇଁ ବ୍ୟବହାର କରୁଛି, ସିଏ ସିଏ ହଉଛି ପୁରା ପଥଭ୍ରଷ୍ଟ। ତେଣୁ ସିଏ ମାନେ ଗଲା, ମାନେ ଗନ୍ କେସ୍। ଆଉ ଆଉ କେତେ ଜଣ ତାଠାରୁ ତଳ କାଟାଗୋରୀ ହଉଛନ୍ତି କଣ, ମାନେ କାହାଠାରୁ କିଛି ମିଳିଥିବ ତାକୁ ବି ନିଜର ସାବ୍ୟସ୍ତ କରୁଥିବେ। ମୋର ସିନା ସେତିକି ସାମର୍ଥ୍ୟ ଅଛି ବୋଲି ମତେ ମିଳୁଛି, ଗଲା। ତାପରେ ହଉଛି ନିଜର ବି ଯୋଉ ଜିନିଷଟା ଆମେ ବ୍ୟବହାର କରୁଛନ୍ତି, ତା ପ୍ରତି ମଧ୍ୟ ତୁମର ସମ୍ପତ୍ତି ବୋଧ ରହିବ ନାହିଁ। ଏଇଠି ମାସିକ ବର୍ଣ୍ଣନା କରୁଛନ୍ତି। ତେଣୁ ଯେତେବେଳେ ବସ୍ତୁ ଅଛି ବ୍ୟବହାର କରୁଛି, ବସ୍ତୁ ନାହିଁ ଚାଲିଗଲା ଚାଲିଗଲା, ଏଇ ଭାବଟା ଆମ ପାଖରେ ଥିବ। ଯେତେବେଳେ ଆସିବ ତାକୁ ବ୍ୟବହାର କରିବେ, ଯେତେବେଳେ ଚାଲିଯିବ କୌଣସି ଦୁଃଖ କରିବେ ନାହିଁ। କାର୍ଯ୍ୟ କ୍ଷେତ୍ରରେ ବି ମା ସେ କଥା କହିଛନ୍ତି। ତୁମକୁ କିଛି କାର୍ଯ୍ୟ ମିଳିଛି, ତୁମକୁ କିଛି ଦାୟିତ୍ୱ ମିଳିଛି, ଯେତେବେଳେ ମିଳିଲା ବହୁତ ସୁନ୍ଦର, ସେଇ କାର୍ଯ୍ୟ ତୃପ୍ତିର ସହିତ, ଆନନ୍ଦର ସହିତ ସେ କାର୍ଯ୍ୟ କରିବେ। ତାମାନେ ସେ କାର୍ଯ୍ୟ କଲା ବେଳେ ତା ଭିତରେ ତୃପ୍ତି ପାଇବେ। କାର୍ଯ୍ୟ ଯଦି ଛଡେଇ ନେଇଗଲେ, ଦାୟିତ୍ୱ ଯଦି ଚାଲିଗଲା, ଖୁସିରେ ଗଲା ଗଲା। ତା ପ୍ରତି ଯୋଉ ଆସକ୍ତି ହଉଛି, ସେଇଟା ହଉଛି ସମ୍ପତ୍ତି ବୋଧ ରହିଛି। ତାମାନେ ତମେ କର୍ତ୍ତୃତ୍ୱ ବୋଧ, ଏଇଟା ମୋର, ଏଇ ବୋଧ ରହିଯାଉଛି। ତାଠାରୁ ମୁକ୍ତ ହେଇ ରହିବା, ତୁମ ଭିତରେ ସେ ଭାବ ନଥିବ, ତାହେଲେ ତମେ ସୁଖୀ ହେଇ ରହିପାରିବ। ସିଏ ଏଇ କଥାଟିକୁ ଅତ୍ୟନ୍ତ ସ୍ୱାଭାବିକ ବୋଲି ଜାଣିବ ଯେ ଯେଉଁ ପରମେଶ୍ୱର ତାକୁ ଏହି ବସ୍ତୁ ଗୁଡିକୁ ଆଣି ଦେଇଥିଲେ, ସେଗୁଡିକୁ ଅନ୍ୟମାନେ ଉପଭୋଗ କରିବେ ବୋଲି ହିଁ ସେ ସେଗୁଡିକୁ ତାଠାରୁ ଅନ୍ୟତ୍ର ନେଇଗଲେ। ତେଣୁ ତା ଭିତରେ ଏଇଟା ସ୍ୱାଭାବିକ ବୋଧ ରହିବ, ସ୍ୱତଃସ୍ଫୂର୍ତ୍ତତା ଆସିବ ଯେ ତା ପାଖକୁ ଦେଇଥିଲେ,
पुणी आउ कहार दरकार है आउ को माने ताको उपभोग करेंगे आवश्यक करेंगे से परमेश्वर नहीं गले यही जड़े व्यक्ति वस्तु गुड़ी को व्यवहार कर समय जी आनंद अनुभव करे से गुड़िक पाखे नथिबा समय ठीक से आनंद अनुभव करुए जमती कि केते गोटे 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 एग्जांपल दियंती जड़े व्यक्ति देखुं से बहुत आनंद तार घर द्वारा कहले छोटिया चालिया घरटे आउ बहुत आनंद कि सब रही गोटे बोली गाई आउ जमबाड़ी सेमती किसी ना कि बहुत आनंद रोच आउ जनकर अनेक संपत्ति सी सब बड़े मुर्मूष अवस्था जमी रहती सेमती व्यस्त विव्रत अस्थिर मान चंचल एवं सब बड़े चिंताग्रस्त से थे पचारि जे तू एत सुखी केमी रोज ना कौन कर आज्ञा कि ना क्या सुंदर गाईटे मोर अच्छे आउ गाईटे क्षीर दौर से क्षीर टी नहीं चलुची आ छोटिया जमी खंडे अच्छी से परिया पत्र चाष कर चली जाऊँगी आनंद अच्छे बोले ओहो ताले से जो जमी आउ गाई से खुशी तेणु से कौन करे चोर लगे लोक लगे से गाई नहीं गले तापर भी से खुशी अच्छे ना से पचारे अरे कौन है एबे तुम केमती ना आज्ञा बहुत खुशी ना कौन ना जमी खंडे अच्छी से जहाँ मिलूँ चली जाए गाईटे थिला गाई कौन आउ ना ना हाँ गाईटे थिला गाई नाही गाई थिला बेले भी काम फाम थिला जंजाल भी थिला आउ से भी किसी समय जाऊला बर्तमान से समय तक मिल जाऊँगी भगवत आराधना करने आउ किछि भगवत कार्य निजक नियोजित करने बहुत आनंद ये आनंद तार बाहर कौन सी वस्तु पर निर्भर करुनथिला जेतेबेले ता पाखरे थिला सेथिरे से आनंद जेतेबेले नाही सेथिरे भी आनंद जेतेबेले सेगुड़िक तुम पाखरे थांती सेतेबेले तुमे सेगुड़िकु परम करुणार दान बोली ही ग्रहण करिथा एवं जेतेबेले सेगुड़िक तुम पाखरु चली जाती सेतेबेले तुमे सेगुड़िक वंचित हेबार आनंद रे ही वास करने को लाग कारण कौनसी वस्तु जे तुमर संपत्ति यही बोधटी हेतु ही तुम्हें वस्तु मध्य लाखी रहा को इच्छा कर जो वस्तु गुड़ाक निजर बोली तुम्हें दाबी करने को आरंभ कर ताने तुम्हें ता सहित लाखी हो जाओ सेगुड़िकर दास हो रुह जिते तुम्हें जार जार जहाँ सहित लाखी रहीगल तेणु ऑटोमेटिक तुम्हें तार दास हो गल ता नहले तुम्हें सर्वदा ही प्रसन्न भाव जीवन अतिवाहित कर एवं अविरत भाव वस्तु सब आसुते पुणी चली जाते सत मात्र उभय स्थित ही से माने तुमको पूर्णतार ही एक बोध आनी देउथान्ते तुम पाखरे थिला बेले तुमको पूर्णतार एक बोध आनी दियंते एवं तुम पाखरु चली गले तुमको से गुड़िक वंचित हेबार एक निर्लिप्त आनंद मध्य दियंते तापर कहउछन आनंद आनंदर अर्थ हेउछि कोन परम सत्य मध्य वास करिबा परम शाश्वत सहित संयुक्त रही जीवन अतिवाहित करिबा यथार्थ जीवन एवं कदापि स्तिमित हो जाऊ नथिबा सेही परम आलोकटी सहित संयुक्त रही जीवन अतिवाहित करिबा परम सत्य परम शाश्वत एवं परम आलोक यही तांकर सहित संयुक्त हो रही जीवन अतिवाहित करिबा होछि आनंद आनंदर अर्थ हेउछि मुक्त रहिबा यथार्थ मुक्तिर अधिकारी होई यथार्थ मुक्तिर अधिकारी होई मुक्त रहिबा यथार्थ मुक्त कहीं कहले तापर वर्णना कर सतत एवं परिवर्तनहीन भाव भगवत परम इच्छा सहित युक्त हो रहिले जो मुक्तिर उपलब्धि हुए से मुक्ति को लाभ करिबा सतत सबु बेले सतत एवं परिवर्तनहीन भाव भगवत परम इच्छा सहित युक्त हो भगवत परम इच्छा जहा मो भितर परिप्रकाश करिवे ताकू अविकृत भाव परिप्रकाश करिवा यही जो सबु बड़ समय पाए माने ताकू कौन सी प्रकार परिवर्तन न करिके परिप्रकाश करिवा जो तांकरी सहित युक्त होई रहिले जो उपलब्धि आसे सेटा होची यथार्थ मुक्ति कहीं से आपण देखिए लाइव डिवाइन प्रभु कहते तुम्हें तुम्हें जदि रूपांतरित हवा ही जीवन लक्ष्य बोली स्थिर करिच तेबे तुम्हें मो जोग करुना
आमे जदिओ कहूँ पूर्ण जोगर लक्ष्य हूँ रूपांतरित मन प्राण शरीर भगवत प्राप्ति एटा ही आम जीवन लक्ष्य हवा उचित किंतु सेठी प्रभु कहते तुम्हें एटा को ही लक्ष्य कर माने एटी हेले शेष हो गला जदि यही लक्ष्य रखिकी तुम करुच तेबे तुम मो जोग करूना कारण भगवत परम तुम भितरे जो भली भावरे जेमिति भावरे परिप्रकाश हवा को चाहिए सेया चाहिबा से इच्छा करिबा ही होउची पूर्ण जोग कारण से वर्तमान रूपांतर ପାଇଁ प्रस्तुत करूचंती रूपांतरित हेई सारला परे पुणी तापर पावछकु नवा ପାଇଁ से जेतेबेले प्रयास आरंभ करिवे बा प्रस्ताव आसी पहुंचीबो बा तापर कार्य करिवे सेतेबेले जेपरि विरोध सृष्टि न हुए कारण आमे जेतेबेले कहूचु एइटा ही शेष लक्ष्य ताहले तापरे आउ अग्रगति करि न करिवार एक बोध आम भितरे तैयारी जाए तेणु सेटा ही होची मुक्ति नुह तेणु मुक्ति होची कौन सतत परिवर्तनहीन भाव भगवत परम इच्छा सहित संयुक्त हो रहिले जो मुक्तिर उपलब्धि हुए से मुक्ति को लाभ कर आमर यही जड़स्थ जीवनर जावतीय संकीर्णता क्षुद्रता अयथार्थता एवं असत्य जनित कौन प्रकार उत्थान पतन सहित जो माने बांधी हुई रही नांती से माने ही देवता माने मूलतः सब जगह कहते कौन प्रति आसक्ति युक्त भाव बांधी हुई रहिबे ना जहाँ भी होता ना कहीं कहा प्रति बांधी हुई रहिबे ना ताहा सामर्थ्य हो पारे ताहा असामर्थ्य हो पारे ताहा सबलता हो पारे ताहा दुर्बलता हो पारे कौन प्रति बांधी हुई रहिबे नहीं आसक्ति युक्त ही रहिबे नहीं जो माने परम आलोक आड़क मुह कर जीवन बंचुचंती जो माने भगवत परम सामर्थ्य और परम ज्ञान मध्य अवस्थित रही से माने ही देवता देवता कहले बुद्ध ताहा ही बुझीचंती धर्म रे जो मान कथा कहुई एठारे देवता कहले से ताहा आदौ बुझु नांती जो सूता मानकर स्वभाव दिव्य स्वभाव रे परिणत होची जो सत्ता मानकर स्वभाव दिव्य स्वभाव रे परिणत होईची हुए तो मनुष्य शरीर रे वास करुथिले मध्य जो माने अज्ञान एवं मिथ्यारु मुक्त होई रहिचंती से माने होचंती देवता जेतेबेले तुम पाखरे निजर संपत्ति होई किछि न रहइबो तुमे सेतेबेले एही विश्व भुवन परिव्याप्त होई ही जीवन बंची पारिबो जेते तुम पाखरे किछि संपत्ति रहिछि ता माने संकीर्ण होई रहिचंती जेतेबेले एई जो संपत्ति बोध हटि जीव सेतेबेले परमंक सहित हमर एकत्व बोध जेतेबेले हेइ जीव सेतेबेले समग्र सृष्टि परमंकर सृष्टि तणे सब जाक तुमर हेइ जीव तेणु यही विश्व भुवन परिव्याप्त होई ही जीवन बंची पारिबो 23 मे 1958 मुख्यतः आसक्ति होई न रहिबा एवं संपत्ति बोध विषय हमें जानिले एवं तापर कहले जे परम सत्य परम शाश्वत परम आलोक सहित संयुक्त है जे रहिबो से ही आनंद रहिबो एवं यथार्थ मुक्तिर अधिकारी होई रहिबो यथार्थ मुक्ति कहले कौन सतत परिवर्तनहीन भाव भगवत परम इच्छा सहित युक्त होई रहिबा एटा होची परम यथार्थ मुक्ति तेणु आमे संकल्प करिबा आसक्ति युक्त होई न रहिबा पई मा थैंक यू ऑल हर